ନମସ୍କାର। ଆଜି ଶୁକ୍ରବାର ଜାନୁଆରୀ 16 ତାରିଖର ଶୁଣିବା ରାଶିଫଳ। ମେଷ, କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇ ଅଟକିଥିବା କାମକୁ ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ। ଶାରୀରିକ ସ୍ୱାସ୍ଥ୍ୟ ସମସ୍ୟା ସୁଧୁରି ଯାଇଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ। ଅଭାବ ନଥିଲେ ମଧ୍ୟ ଋଣ ପରିଶୋଧ ଓ ବନ୍ଧୁଙ୍କ ଶତ୍ରୁତାରୁ ମନ ଭାରାକ୍ରାନ୍ତ ରହିପାରେ। ଜମିଜମା, ଜଳ, ତୈଳ କିମ୍ବା ବିଦ୍ୟୁତ୍ ବ୍ୟବସାୟରୁ ଲାଭବାନ ହେବେ। ବୃଷ, କର୍ମଜଞ୍ଜାଳ ବୃଦ୍ଧି ସାଙ୍ଗକୁ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ ସମ୍ପର୍କୀୟଙ୍କ ସହଯୋଗରୁ ଉପକୃତ ହେବେ। ପିଲାଙ୍କ କଳହରୁ କେନ୍ଦ୍ର କରି ପଡ଼ୋଶୀ କ୍ଷୁବ୍ଧ ହେବେ। ଆଜିର ବ୍ୟବସାୟିକ ସ୍ଥିତି, ବନ୍ଧୁ ଗୃହକୁ ଯାତ୍ରା ସନ୍ତୋଷଜନକ ରହିବ। ସଙ୍କଟଜନକ ପରିସ୍ଥିତିରେ ବନ୍ଧୁ ସାହାଯ୍ୟ କରିବେ। ମିଥୁନ, ପାରିବାରିକ ସ୍ଥିତିରେ ସୁଧାର ଆସିବ। କଚେରୀ ମାମଲାରୁ ମନସ୍ତାପ ବଢ଼ିପାରେ। ଜମିଜମା ବାବଦରେ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ନୂତନ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି। ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ହେବେ। କର୍କଟ, କର୍ମକ୍ଷେତ୍ରରେ ଅଧୀନସ୍ଥ କର୍ମଚାରୀ ଅଭିଯୋଗ ଆଣିପାରନ୍ତି। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। କଳା, ସାହିତ୍ୟ, ସଂସ୍କୃତିରୁ ପ୍ରଶଂସିତ ହେବେ। ବାଣିଜ୍ୟ, ପରିବହନ, ବ୍ୟବସାୟ ଓ ସଂଗଠନ କ୍ଷେତ୍ରରେ ପ୍ରତିବନ୍ଧକର ଆଶା ରହିଛି। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ରହିବ। ସିଂହ, ଭୁଲ ବୁଝାମଣାରୁ ପାରିବାରିକ କଳହ ମାନସିକ ଅଶାନ୍ତିର କାରଣ ହେବ। ଅର୍ଥ ସଙ୍କଟ ଯୋଗୁଁ ଧାର କରଜ ପାଇଁ ବନ୍ଧୁଙ୍କ ଦ୍ୱାରସ୍ଥ ହୋଇପାରନ୍ତି। ପଡ଼ୋଶୀଙ୍କ ଅନୁରୋଧରେ ପରିସ୍ଥିତିବଶତଃ ଇଚ୍ଛା ନଥିଲେ ମଧ୍ୟ ଦୂରଯାତ୍ରା କରିବାକୁ ପଡ଼ିପାରେ। ସନ୍ତାନଙ୍କ ବୈବାହିକ ସମ୍ପର୍କ ସକାଶେ ଆତ୍ମୀୟମାନଙ୍କ ସହ ଆଲୋଚନା କରିପାରନ୍ତି। କନ୍ୟା, କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କରିପାରିବେ। ଅପରିଚିତ ଲୋକଟିଏ ମିତ୍ରତା ଛଳରେ ପାଖେଇ ଆସିପାରେ। ସରକାରୀ ସୂତ୍ରରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ଆଜି ଅର୍ଥନୈତିକ, ପାରିବାରିକ, ସାମାଜିକ କ୍ଷେତ୍ର ପ୍ରାୟତଃ ଭଲ ରହିବ। ଦୀର୍ଘଦିନାନ୍ତେ ଆରୋଗ୍ୟ ଲାଭ ଜନିତ ଆଶ୍ୱସ୍ତି ଅନୁଭବ କରିବେ। ତୁଳା, କର୍ମକ୍ଷେତ୍ରରେ ବନ୍ଧୁଙ୍କ ଅଭିଯୋଗ ଆଶଙ୍କା ବୃଦ୍ଧି କରିବ। ଆର୍ଥିକ ସ୍ଥିତି, ପାରିବାରିକ ପରିସ୍ଥିତି ଓ ବାଣିଜ୍ୟ ଅଭିବୃଦ୍ଧିରୁ ଖୁସି ହେବେ। ବିଶେଷ ଭ୍ରମଣ ଯୋଗୁଁ ଅସୁସ୍ଥତା ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ ସକାଶେ ତତ୍ପରତା ବୃଦ୍ଧି ପାଇବ। ଯାନବାହନକୁ ପରଖି ନ ନେଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବିଛା, ବନ୍ଧୁଙ୍କ ତରଫରୁ ଅର୍ଥ ଉପହାର ଆଦି ପ୍ରାପ୍ତିର ଆଶା ରହିଛି। ପରିବାରରେ ଭୁଲ ବୁଝାମଣା ଜନିତ ସ୍ତ୍ରୀଙ୍କ ସହ ମତାନ୍ତର ଘଟିପାରେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଙ୍ଗୀତ ଓ ରାଜନୀତି କ୍ଷେତ୍ରରେ ବେଶ୍ ଆଦୃତ ହେବେ। ସାଂଗଠନିକ କାର୍ଯ୍ୟରେ, ସଭାସମିତିରେ, ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି। ଧନୁ, ଭଟ୍ଟା ପଡ଼ି ଯାଇଥିବା ବନ୍ଧୁ ସମ୍ପର୍କକୁ ଯୋଡ଼ିବା ପାଇଁ ଚେଷ୍ଟା କରିପାରନ୍ତି। ମୂଲ୍ୟବାନ ଜିନିଷ କ୍ରୟ କ୍ଷେତ୍ରରେ ଅର୍ଥ ସଙ୍କଟ ଦେଖାଦେବ। ଶିଳ୍ପ, ବାଣିଜ୍ୟ ଓ ପରିବହନ ସନ୍ତୋଷଜନକ ରହିବ। ପାରିବାରିକ ସମସ୍ୟାର ସମାଧାନ ହେବାରେ ଜଣେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ଅଶୌଚ ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ମକର, ସକାଳୁ ଥଣ୍ଡାଜନିତ ସ୍ୱାସ୍ଥ୍ୟ ଲାଭ ଲାଗି ନପାରେ। ଭ୍ରମଣାନ୍ତେ ଫେରନ୍ତା ସମୟରେ ମତାନ୍ତର ଜନିତ ତିକ୍ତ ଅନୁଭୂତି ମନକୁ ବିଷାଦିତ କରିପାରେ। ଶିଳ୍ପ,
ବ୍ୟବସାୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ସାହିତ୍ୟ ସଂସ୍କୃତିର ଆଦର କରିବା ସହ ବନ୍ଧୁ ମିଳନରୁ ଖୁସି ହେବେ। କରଜଦାତାଙ୍କ ଚାପରେ ଅତିଷ୍ଠ ହୋଇପାରନ୍ତି। କୁମ୍ଭ, କର୍ମକ୍ଷେତ୍ରରେ ସମ୍ମାନୀୟ ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ଅର୍ଥ ସଙ୍କଟକୁ ଦୂରେଇ ଦେବ। ଉଚିତ ବୁଝାମଣା ଯୋଗୁଁ ପରିବାରରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଆନନ୍ଦଦାୟକ ରହିବ। ନିଜ ଲୋକଙ୍କ ବେଖାତିର ମନୋଭାବ ମନରେ ଗଭୀର ରେଖାପାତ କରିପାରେ। ମୀନ, ନୂଆ ଯୋଜନାଟି ଆରମ୍ଭରେ ପାରିବାରିକ ପ୍ରତିରୋଧ ଯୋଗୁଁ ସ୍ଥଗିତ ରହିଯିବ। ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେତୁ ଖୁସି ଅନୁଭବ କରିବେ। ଉପରିସ୍ଥ କର୍ମଚାରୀଙ୍କ ନିର୍ଦ୍ଦେଶରେ ପୂର୍ବ ନିର୍ଦ୍ଧାରିତ ଗସ୍ତ କାର୍ଯ୍ୟକ୍ରମ ବଦଳି ଯାଇପାରେ। ଆଜି ଆର୍ଥିକ ଦୁଃସ୍ଥିତି, ପରୋକ୍ଷ ଶତ୍ରୁତା, ସମ୍ପର୍କରେ ତିକ୍ତତା ଓ ବନ୍ଧୁ ମତାନ୍ତରର ସୂଚନା ରହିଛି। ନମସ୍କାର, ଜୟ ଜଗନ୍ନାଥ।